ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ। ସଙ୍ଗୀତ ରାଗିଣୀରେ ବୀଣାର କଇଲି ସ୍ୱରରେ ପ୍ରକମ୍ପିତ କରିଦେଉଛି ସାରା ଅଞ୍ଚଳ। ହୃଦୟ ଭିତରେ ସୃଷ୍ଟି ହୋଇଯାଉଛି ମନୋରଞ୍ଜନର ଝଡ଼। ଶିହରଣ ଖେଳି ଯାଉଛି ପ୍ରତ୍ୟେକ ମଣିଷଙ୍କ ମନ ଭିତରେ। ଉନ୍ମାଦନାର ଭଉଁରୀ ଭିତରେ ସମସ୍ତେ ପଡ଼ିଯାଇ ଭୁଲି ଯାଇଛନ୍ତି ମୁକ୍ତ ଆକାଶର ମନଲୋଭା ଦୁନିଆକୁ। ସୃଷ୍ଟି ହୋଇଯାଇଛି ସ୍ୱର ଝଙ୍କାରର ଏକ ମହାମିଳନ। ସରଗ ରାଇଜର ପାରିଜାତ ଗହଣରେ ସୃଷ୍ଟି ହୋଇଛି ଇନ୍ଦ୍ରପୁରୀର ଭ୍ରମ। ସ୍ୱର୍ଗର ଅପସରୀମାନଙ୍କ ନୃତ୍ୟ କ୍ରୀଡ଼ା ସତେଅବା ପାଗଳ କରିଦେଇଛି ମର୍ତ୍ତ୍ୟର ମଣିଷ ସମାଜକୁ। ଲହରୀ ପରେ ଲହରୀ ସୃଷ୍ଟି ହୋଇ ମନୋରଞ୍ଜନର ଖୋରାକ ଦେଇ ଏକତାର ସୂତାଖିଅରେ ବାନ୍ଧି ରଖିପାରିଛି ସମସ୍ତଙ୍କୁ। ଫଗୁଣ ଦଳିରେ ଫୁଲରାଣୀ ଆସିଲା ପରି ବସନ୍ତ ପବନ ସତେକି ସମସ୍ତଙ୍କ ଶରୀରକୁ ଭେଦ କରିଦେଇଛି। ଏମିତି ଏକ ପରିବେଶ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚେମେଣାଠାରେ ଥିବା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ। ମହାସମାରୋହରେ ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରୁଛି ତାର ବାର୍ଷିକ ଉତ୍ସବ। ନୂପୁରର ରୁଣୁଝୁଣୁ ଶବ୍ଦରେ କମ୍ପି ଉଠୁଛି ବିଦ୍ୟାଳୟ ପ୍ରାଙ୍ଗଣ। କୁନି କୁନି ପାଦର ଘୁଙ୍ଗୁରରେ ବିମୋହିତ କରି ଏକ ମାଧ୍ୟାକର୍ଷଣର ମାୟାଜାଲ ସୃଷ୍ଟି କରି ବନ୍ଦୀ ହୋଇ ରହିଛନ୍ତି ସମସ୍ତେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାର୍ଷିକ ଉତ୍ସବକୁ ମନଭରି ଉପଭୋଗ କରୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଲୋଭା ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନୃତ୍ୟକଳା ଯେ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିପାରିବ ସ୍ୱପ୍ନର ବାହାରେ ରହିଥିଲା। ଏମିତି ଏକ ମନକିଣା ପରିବେଶ ସୃଷ୍ଟି କରି ଏ ଅଞ୍ଚଳ ପାଇଁ ଏକ ଗୌରବ ଆଣିଦେଇ ପାରିଛି ଚେମଣା ଗ୍ରାମରେ ଥିବା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ। ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି ଏହି ବିଦ୍ୟାଳୟର ବାର୍ଷିକ ଉତ୍ସବ। ବିଦ୍ୟାଳୟର ଶିକ୍ଷା କମିଟି ସହିତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ ବାର୍ଷିକ ଉତ୍ସବ ଖୁବ୍ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଆୟୋଜିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ସବୁଠାରୁ ଆକର୍ଷଣ ଥିଲା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଯେ ଏତେ ଉଚ୍ଚକୋଟୀର ହୋଇଥିଲା ତାହା ବାର୍ଷିକ ଉତ୍ସବକୁ ଖୁବ୍ ସରଗରମ କରିଦେଇଥିଲା। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଏବିଓ ସଚ୍ଚିଦାନନ୍ଦ ସେଠୀ, ଏବିଓ ବିଜୟ କୁମାର ଓଝା, ଏବିଓ ପ୍ରକାଶ ଚନ୍ଦ୍ର ରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ମହାନ୍ତ, ପଞ୍ଚାୟତ ସମିତି ସଭ୍ୟ ମନୋଜ କୁମାର ମହାନ୍ତ ଯୋଗ ଦେଇଥିଲେ। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ କୈବଲ୍ୟ ଚରଣ ସାହୁ ଯୋଗ ଦେଇଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଜିତା ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ। ମଞ୍ଚ ପରିଚାଳନା ଦାୟିତ୍ୱ ନେଇଥିଲେ ତୃପ୍ତିମୟୀ ବାରିକ ଏବଂ ରମେଶ ଚନ୍ଦ୍ର ନାୟକ। ମନୋଜ କୁମାର ପଣ୍ଡା, ଅଂଶୁମାନ ମଲ୍ଲିକ, ରାଜେଶ କୁମାର ମହାନ୍ତ, ପରମେଶ୍ୱର ମହାନ୍ତ, ଗୁଆମଣି ମୁର୍ମୁ ଏବଂ ନିହାର ରଞ୍ଜନ ମହାନ୍ତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ବାର୍ଷିକ ଉତ୍ସବର ସଭାକାର୍ଯ୍ୟ ପରେ ଶିକ୍ଷକ ରମେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ମହାସମାରୋହରେ ଏ ବର୍ଷ ଚେମେଣା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।